जय माँ मंगला। ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ କାକଟପୁରରେ ଅଧିଷ୍ଠାତ୍ରୀ ମା ମଙ୍ଗଳାଙ୍କର ବେଶ ଦର୍ଶନ କରିପାରିବେ। ଚାଲନ୍ତୁ ସର୍ବପ୍ରଥମେ ଆମେ ମା ମଙ୍ଗଳାଙ୍କୁ ପ୍ରଣାମ ଜଣାଇବା। ଜୟ ମା ମଙ୍ଗଳା, ଆମ ପ୍ରଣାମ ଗ୍ରହଣ କରନ୍ତୁ ମା। ଯେତେବେଳେ ଆମେ ଦୁଃଖରେ ପଡ଼ନ୍ତି ନା, ମା କୋଳରେ ଶୋଇକି ଆମ ଦୁଃଖ ମାଆକୁ କହିଦେଲେ ଆମ ମନଟା ହାଲକା ହେଇଯାଏ। ସେମିତି ଚାଲନ୍ତୁ ମାଆଙ୍କୁ ଆମେ ଧୈର୍ଯ୍ୟର ସହିତ ବିଶ୍ୱାସର ସହିତ ପୂଜା କରିବା। ଆମ ମନର ଦୁଃଖକୁ ମା ସହିତ ଆମେ ସେୟାର କରିବା। ଦେଖିବେ ନିଶ୍ଚିନ୍ତ ଆପଣମାନଙ୍କ ମନରେ ଯେଉଁ ଯନ୍ତ୍ରଣା ଚାଲିଛି, ଯେଉଁ କଷ୍ଟ ପାଉଛନ୍ତି, ଦେଖିବେ ସବୁକିଛି ସୁଖରେ ପରିଣତ ହେଇଯିବ। ମା ନିଶ୍ଚିନ୍ତ ଆପଣଙ୍କୁ କିଛି ନା କିଛି ବାଟ ଦେଖେଇବେ, କିନ୍ତୁ ଆପଣଙ୍କୁ ସେତିକି ବିଶ୍ୱାସର ସହିତ ପୂଜା କରିବାର ଅଛି, ସେତିକି ଧୈର୍ଯ୍ୟ ଧରିବାର ଅଛି। ଯଦି ଆମେ ଧୈର୍ଯ୍ୟ ନ ଧରିବା ନା, ଆମେ ଅଧୈର୍ଯ୍ୟ ହେଇଯିବା, ତାହେଲେ ହେବନି କେବେ ବି। ଆମେ ମାଆଙ୍କୁ ବିଶ୍ୱାସ କରିବା, ପ୍ରାର୍ଥନା କରିବା, ଦେଖିବ ମା ସବୁକିଛି ଠିକ୍ କରିଦେବେ।